हेलो फ्रेंड्स वेलकम टू माय चैनल। तो ओ ट्रिपल एस तरफ आपण मान कि अपडेट रोची काली जो आपणकर पिला माने जाइथिले से जो भी पिला माने हुअंतु किंतु तांकु व्यवहार जो रही बहुत ठीक रही नहीं ओ ट्रिपल एस तरफ आउ से माने एग्जाम विषय पचारथिले आपणकर जो आरआई जो अमीनो एग्जाम हवा को अच्छी से कहले तांकर पोस्ट किछि बढ़ियार अच्छी सेति पे होनी सेटा ठीक अछि किछि नै किंतु फॉरेस्ट गार्ड जो लाइफ स्टॉक इंस्पेक्टर अच्छी तांको रिजल्ट कथा जेमति पचारले फिजिकल डेट कहले सी आपणकर अगस्ट रे अच्छी कैलेंडर अगस्ट रे आसीबो तो अगस्ट आसी आपणकर एबे 14 तारिख हे गलानी आउ 13 तारिख रे जाइतले पिला माने ସେମାନେ କହିବାର ହଉଛି ଯଦି ବି ଆପଣ ମାନେ ବାରମ୍ବାର ଆସିବେ ଆପଣଙ୍କ ନାଁରେ କେସ୍ କରିବୁ ତ ଏଇଟା ଠିକ ନୁହଁ ଆମ ଇଚ୍ଛାରେ ଆମେ ରେଜଲ୍ଟ ପବ୍ଲିଶ କରିବୁ ଏକ୍ଜାମ କରିବୁ ତ ଏଇଟା ବହୁତ ମାନେ ପୋଲିସ ତରଫରୁ ଖରାପ ବ୍ୟବହାର ପିଲାମାନଙ୍କ ପାଇଁ କି ଆଉ ରେଜଲ୍ଟ ଉପରେ ବି ଇଫେକ୍ଟ ପଡୁଛି ଯୋଉ ରେଜଲ୍ଟ ଆସିବାକୁ ଅଛି ପିଲାମାନଙ୍କର ଯାହା ବି ରେଜଲ୍ଟ ଆସିବାର ଅଛି ଆଗକୁ ତା ପାଇଁ ଇଫେକ୍ଟ କରୁଛି ଆଉ ରିକ୍ୱାରମେଣ୍ଟକୁ ନେଇକି ଇଫେକ୍ଟ ପଡୁଛି ମାନେ ଏମିତି ଯଦି ଏମାନେ ନିଜର ମନମାନି କରିବେ ତ ବହୁତ ରିକ୍ୱାରମେଣ୍ଟ ଆପଣଙ୍କର ଯୋଉ ଅଛି ଓ ପୋଲିସରେ ହବାକୁ ସି ହବାକୁ ବହୁତ ଲେଟ୍ ହବ ରେଜଲ୍ଟ ଆସିବାକୁ ଲେଟ୍ ହବ ତ ମୁଁ କି ଯୋଉ ଭିडियो ଆପଣଙ୍କୁ ସେୟାର କରିଛି WhatsApp ଗ୍ରୁପରେ ଆପଣ ମାନେ ଦେଖିପାରୁଥିବେ ତା ସହିତ ଟେଲିଗ୍ରାମ ଚ୍ୟାନେଲ ବି ସେୟାର କରିଛି ତ ଓ ପୋଲିସ ତରଫରୁ ଏଇଟା ଠିକ କଥା ଜମା ନୁହଁ ସେମାନେ ଯାହା ବି କରୁଛନ୍ତି ସବୁଠୁ ବହୁତ ବଡ ଭୁଲ କରୁଛନ୍ତି ପିଲାମାନଙ୍କ ସହିତ ପିଲାମାନେ ବି କହିଛନ୍ତି ଆମେ ଚିଫ ମିନିଷ୍ଟରଙ୍କ ସହିତ ଦେଖା କରିବୁ ଏ ବିଷୟରେ କଥା ହେବେ ତ ତାପରେ ଯାହା ବି ଅପଡେଟ ଆସିବ ଆପଣଙ୍କୁ ଦିଆଯିବ ଆଉ ଏଇ ଯୋଉ କାମ ହଉଛି ଉତ୍ତର ପ୍ରଦେଶ ତରଫରୁ ମାନେ ପୁରା ମାନେ କିଛି ଭୁଲ କରିକି ଯେମିତି ଟାଣ ମୁହଁର ସହିତ କହିବା ପିଲାମାନଙ୍କୁ ଠିକ ଦଉନି ପିଲାମାନଙ୍କୁ ବ୍ୟବହାର ହିଁ ଠିକ ନାହିଁ ଆଉ ଗୋଟେ ଅର୍ଗାନାଇଜେସନ ରୁ ଏମିତି ଆଶା ରଖିବା ଠିକ ନୁହେଁ ବ୍ୟବହାର ଠିକ ରହୁନି ପିଲାମାନଙ୍କ ପାଇଁ କି ତ ରିକ୍ୱାରମେଣ୍ଟ ଏମାନେ କଣ ଦେବେ ଆଗକୁ ତ ଏଇଟା ଆପଣ ମାନେ ବହୁତ ୟୁଟ୍ୟୁବ ଚ୍ୟାନେଲରେ ମତେ ଦେଖିପାରୁଥିବେ ପିଲାମାନଙ୍କର ଏମିତି କମେଣ୍ଟସ ଆସିଛି ତାଙ୍କୁ ତ୍ରିପଲ ଏସସି ଚେୟାରମ୍ୟାନଙ୍କୁ ନେଇକି ତ କଣ ଆଗକୁ ଅପଡେଟ ଆସୁଛି ରେଜଲ୍ଟ କେବେ ଆସୁଛି କଣ ନାହିଁ କୌଣସି ଅପଡେଟ ଏବେ ରେଜଲ୍ଟକୁ ନେଇକି ବହୁତ ଟେନସନ ବଢିଗଲାଣି ପିଲାମାନଙ୍କ ଆଶଙ୍କା ବି ବଢି ଯାଉଛି କଣ ହବ ଆଗକୁ ସେଇଟା କିଛି ବି କହି ହଉନି ଏବେ ଆପଣ ରିସେଣ୍ଟଲି ଆପଣଙ୍କର ଫାର୍ମାସିଷ୍ଟ ଏକ୍ଜାମ ସରିଛି ତାପରେ ବହୁତ ଦିନ ହେଲା ଆପଣଙ୍କର ରେଜଲ୍ଟ ଆସିବାକୁ ନାହିଁ ଏମପିଏଚ ଫିମେଲ ଏଏନଏମ ପିଲାମାନଙ୍କର ତା ସହିତ ଆପଣଙ୍କ ଆରଆଇ ଅମିନର ଏକ୍ଜାମ ଡେଟ୍ କୁ ଆପଣଙ୍କୁ ଘୁଞ୍ଚେଇ ଯାଉଛି ଏକ୍ଜାମ ଡେଟ୍ ଆପଣ ସେପ୍ଟେମ୍ବର ହବ ଜୁଲାଇରେ ହବ ଅଗଷ୍ଟରେ ହବ ଏମିତି ତାଙ୍କର ଚାଲିଛି ଅଗଷ୍ଟରୁ ଆପଣଙ୍କର ଫରେଷ୍ଟ ଗାର୍ଡର ଜୁଲାଇରେ ଆପଣଙ୍କର ଲେଖିଥିଲା ଫିଜିକାଲ ଜୁନରେ ଲେଖିଥିଲା ଜୁଲାଇ ଅଗଷ୍ଟ ଏମିତି ତାଙ୍କର କ୍ୟାଲେଣ୍ଡର ଚେଞ୍ଜ କରିଛି ଏଇ କଥା ଆପଣ ସେମାନେ ଯଦି କହୁଛନ୍ତି ସେମାନଙ୍କୁ କହୁଛନ୍ତି କି ଆମେ ଆମ ଇଚ୍ଛାରେ ଆମେ ଯାହା ବି ହବ ଆମେ ପବ୍ଲିଶ କରିବୁ ଆଉ ଆମେ ନୋଟିସ ଯଦି ଆପଣ ଯଦି ବାର ଆସିବେ ଆମେ ନୋଟିସ ଆମେ ଶୋ କରାଇବୁନି କୋଉଥିରେ ପୋଲିସ ୱେବସାଇଟରେ ତ ଏଇଟା କିଭଳି କଥା ପିଲାମାନଙ୍କ ପାଇଁ କି ବହୁତ ମାନେ ଯୋଉମାନେ ଏକ୍ଜାମ ଦଉଛନ୍ତି ପରୀକ୍ଷା ପାଇଁ କି ପ୍ରିପାରେସନ କରୁଛନ୍ତି ତାଙ୍କ ଉପରେ ବହୁତ ଇଫେକ୍ଟ ପଡୁଛି ସରକାର ଏ କଥାକୁ ବୁଝିବା ଦରକାର ଆଉ ଆଗକୁ କେମିତି ରିକ୍ୱାରମେଣ୍ଟ ଠିକ ସେ ହବ ତା ପାଇଁ ଏଇଟା କରିବା ଦରକାର ଯେମିତି ଟ୍ରିପଲ ଏସରେ ସବୁ କିଛି ହବ ଯେମିତି ଅଲଗା ଅର୍ଗାନାଇଜେସନରେ ସବୁ କିଛି ଠିକ ସେ ହଉଛି ତାଙ୍କୁ ସବୁ କିଛି ତାଙ୍କ ରିକ୍ୱାରମେଣ୍ଟ ପ୍ରୋସେସ ମୁଁ ଦେଖୁଛି ସବୁବେଳେ ରେଗୁଲାର ଅପଡେଟ ଆସୁଛି ରିକ୍ୱାରମେଣ୍ଟ ନେଇକି ଓ ତ୍ରିପଲ ଏସ ସେମିତି କୌଣସି ହଉନାହିଁ ଆଉ କହୁଛନ୍ତି ଆମେ ଟ୍ରାନ୍ସପାରେନ୍ସି ତରିକାରେ ଏକ୍ଜାମ କଣ୍ଡକ୍ଟ କରୁଛୁ ଆଉ ସେମାନଙ୍କର କହିବା କଥା ଟ୍ରାନ୍ସଫର ଇଏ କି ଆପଣଙ୍କର ପ୍ରୋସେସ ମୁଁ ବି ଜାଣିପାରୁନି ଆଉ ପିଲାମାନେ ବି ତ ଦୂରର କଥା ଆଗକୁ ହଉଛି ଏକ୍ଜାମ ହଉଥିଲା ଆଉ କଣ୍ଡକ୍ଟ ଠିକ ସେ ହଉଥିଲା ତଥାପି ଏବେ ଯୋଉ ହଉଛି ଏକ୍ଜାମ ସେ କେବେ ଆପଣଙ୍କର କଣ୍ଡକ୍ଟ ଠିକ ସେ ହଉନି ତା ସହିତ ରେଜଲ୍ଟ ଆସୁନି ତା ସହିତ ଡକୁମେଣ୍ଟ ଭେରିଫିକେସନରେ ବହୁତ ପ୍ରୋବ୍ଲେମ ଫେସ କରୁଛନ୍ତି ପିଲାମାନେ ତ ଏଇଟା ଇମ୍ପୋର୍ଟାଣ୍ଟ ଅପଡେଟ ଭିଡିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ ଯେମିତି ଆଗକୁ ଆପଣଙ୍କ ରିକ୍ୱାରମେଣ୍ଟ ଠିକ ସେ ହଉ ଯୋଉ ପୋଲିସ ମାନେ ଆସ୍ପିରାଣ୍ଟ ମାନେ ଅଛନ୍ତି ତାଙ୍କ ସହିତ ଆଉ ସରକାର ଏ କଥାକୁ ଟିକେ ବୁଝନ୍ତୁ ଏଇଟା ଇମ୍ପୋର୍ଟାଣ୍ଟ ଅପଡେଟ ଆପଣମାନଙ୍କ ପାଇଁ କି ଗୋଟେ ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ ଆମ ଚ୍ୟାନେଲରେ ପ୍ରଥମ ଥର ପାଇଁ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ଏଇଭଳି କଣ୍ଟେଣ୍ଟ ପାଇଁ ବେଲ ଆଇକନକୁ କ୍ଲିକ୍ କରନ୍ତୁ ଯଦି ସମସ୍ତ ନୋଟିଫିକେସନ ଆପଣଙ୍କ ପାଖରେ ପହଞ୍ଚି ପାରିବ ଧନ୍ୟବାଦ